सहस्रपादाखि शिरोरुबाहवे सहस्रनाम्नि पुरुषाय शाश्वती सहस्रकोटियुगधारिणी नमः। मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूता तस्मै श्री गुरवे। पवित्र संध्या शिशु अनंतଙ୍କ पवित्र परिवार तीर्थरे प्रत्येक दिन प्रार्थना परे अल्प बा बहुत जहाँ भी हो गोटे सत्संग हुए। आजिर समाज रे आपण माने लक्ष्य करिथिबे सत्संग कहले गोटे निर्दिष्ट अनुष्ठानर भजन कीर्तन बा प्रवचन को सत्संग कहा जाउछि। प्रकृत सीधा ठीक कथा नुहे। से सत्संग आपन देखिए रास्ता रे गला बेले किछि गंजेई चुलम धरिकी बसिथिबा लोक सी को प्रकार सत्संग करती से तो ठिया ही शुणी हुए नहीं। सी भी भावती आम ये सत्संग किंतु सत्संग को आउ किए कहते साधु संग। साधु संग किए कहती सत्संग किए कहती माने विभिन्न नाम आपको नामित करा जाए। हाथर 5टी आंगुठी ये हाथर 5टी आंगुठी को जदि आप देखिए से गुटिक हूँ सत्संगर चित्र। सेठी गोटे काणी आंगुठी अच्छी छोट आंगुठी गोटे बाहरुआ आंगुठी अच्छी जाको बुढ़ा आंगुठी बोली एमती आउ 4टी आंगुठी अच्छी आउ 3टी आंगुठी अच्छी का को मध्यम यही भली सब ना सब दिखाई। तेरे सत्संग होउची सेई कथाटी मोर मन भितरे जोटा वास्तव रूप आसे मुझे ताकू ही सत्संग बोली कहे। आप ट्रेन भितरे जाउचंती किछि लोकंकर कथा शुणत शुणा को चेष्टा कर आपन देखिए तारी भितर सत्संगर कथा अच्छी। किछि लोक साहित्य शब्द रे स्वर संगीतर संयोजन रे किसी पौराणिक किंवदंती को कही ताको सत्संग बोली ना दियंती। सत्संग प्रकृत रे एक शब्द गोटे शब्द भितर नहीं कि गोटे वाक्य भितर नहीं। आज कौन रोषेई हम
ଯଦି କେହି ପଚାରେ ଆମେ ଆଜି ଶାଗ ତରକାରୀ ଟିକେ କରିବା, ଇଏ ବି ମଧ୍ୟ ସତସଙ୍ଗ, ଆକୁ ମଧ୍ୟ କେହି ଗ୍ରହଣ କରୁନାହାନ୍ତି। ଯଦି ଗୋଟିଏ ବ୍ୟକ୍ତି ଏଇ ଶାଗଟିକୁ ରିସର୍ଚ୍ଚ କରିବ, ଏ ଶାଗଟି ଖାଇଲେ କ'ଣ ଦେହ ପକ୍ଷରେ ଉପକାର, ତାହେଲେ ସେ ନିଶ୍ଚୟ ଶାଗ ଖାଇବ। ଖାଲି ସତ କହିଦେଲେ, ମିଛ ନ କହିଲେ ଏ ସତସଙ୍ଗ ହବ, ସେ କଥା ନୁହେଁ। ମୁଁ ନାମ କରେ, ଏତିକିଟା ସମୟରେ ନାମ କରେ, ଠିକ୍ ସେଇ ସମୟରେ ମୋତେ ଗୋଟେ ଖବର ମିଳିଲା, ମୁଁ ମେଡ଼ିକାଲକୁ ଗଲି, ଗୋଟିଏ ରୋଗୀ ପାଖରେ ରହି ତାର ସେବା କଲି, ତାକୁ ଔଷଧ ଦେଲି ବା କ'ଣ ସବୁ ଦେଲି। ସେଇ ହେଉଛି ସତ୍ସଙ୍ଗ। ଯେଉଁଠି କର୍ମ ନାହିଁ, ଭଲ ପାଇବା ନାହିଁ, ଭାଷଣରେ କେବେ ସତ୍ସଙ୍ଗ ହୁଏ ନା। ଗତକାଲି କହିଥିଲି, ଭଗାସୁର ନାମକ ଏକ ରାକ୍ଷସ, ସେ ରାକ୍ଷସର ଉପଦ୍ରବ ଥିଲା ଇଏ ସଂସାରରେ ବେଦ, ବେଦାନ୍ତ, ଗୀତା, ଭାଗବତ ପର୍ଯ୍ୟନ୍ତ ସମସ୍ତ ଶାସ୍ତ୍ରକୁ ସେ ସମୁଦ୍ର ଭିତରକୁ ଫିଙ୍ଗି ଦେଇଥିଲା। ସମୁଦ୍ର କୌଣସି ଜିନିଷକୁ ନିଏନି, ସେ ତାକୁ ଆଣି ବାଲି ଉପରେ ପକାଇ ଦେଇଥିଲା, ସମୁଦ୍ର ବାଲି ଉପରେ। ଏମିତି ସବୁ କହନ୍ତି, ପ୍ରଥମେ ବେଦ ଲେଖା ହେଲା, ତାପରେ ବେଦାନ୍ତ ହେଲା, ତାପରେ ଗୀତା ହେଲା, ତାପରେ ଭାଗବତ ହେଲା, ତାପରେ ରାମାୟଣ ହେଲା, ଏମିତି ସବୁ ଗୋଟେ ଠାକ ଏମିତି ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ। କିନ୍ତୁ ପ୍ରକୃତରେ ମାନେ ଇଏ ଅଧମ ସେବକର ଭାବନା ସବୁଯାକ ଗୋଟିଏ ସମୟରେ ଲେଖା ହେଇଛି। ଲେଖା ତ ହେଇନି, ମାନେ ତାଳପତ୍ର ପଛରେ ଲିପିବଦ୍ଧ ହେଇ ରହିଛି। ତାକୁ ହିଁ ଭାଗ ଭାଗ କରି ଦିଆଯାଇଛି। ଏଇଠୁ ଏଇ ଯାକେ ବେଦ, ଏଇଠୁ ଏଇ ଯାକେ ଅମୁକ ଉପନିଷଦ, ଏଇଠୁ ଏଇ ଯାକେ ଗୀତା, ଭାଗବତ କଲେ ନିର୍ଦ୍ଦିଷ୍ଟ କେତୋଟି ଉପାଖ୍ୟାନକୁ ଭାଗବତ ବୋଲି କୁହାଯିବ। ଗୀତା କହିଲେ 700 ଶ୍ଲୋକ ନୁହେଁ, କେତୋଟି ନିର୍ଦ୍ଦିଷ୍ଟ ଶ୍ଲୋକକୁ ଗୀତା ବୋଲି କୁହାଯିବ। ଏହା ପରେ ବି ଲୋକଙ୍କୁ ବୁଝେଇବା ପାଇଁ ରାମାୟଣ ସୃଷ୍ଟି ହେଇଛି, ମହାଭାରତ ସୃଷ୍ଟି ହେଇଛି। ତା ଭିତରେ ସତ୍ୟ ଯଦି 25% କି 50% ଥିବ, 50% କବି ଚାତୁରୀ ମଧ୍ୟ ରହିଛି। ପୁରାଣ କାହିଁକି ସୃଷ୍ଟି ହେଲା? ଗୋଟିଏ ଚରିତ୍ର ଅନ୍ୟ ଏକ ଚରିତ୍ରର କାହାଣୀକି ଶୁଣିଲେ ନିଜ ଚରିତ୍ରକୁ ସେ ନିଜେ ପରିବର୍ତ୍ତନ କରେ। ଆଜି ବି ରାମଙ୍କ ଚରିତ୍ରକୁ ଶୁଣିଲେ ଅନେକ ରାବଣ ମାନେ ମଧ୍ୟ ରାମ ହବା ପାଇଁ ଚେଷ୍ଟା କରନ୍ତି। ତେଣୁ ଆମେ ସେଇ ଭାବରେ ଶାସ୍ତ୍ରକୁ ଗ୍ରହଣ କରୁନୁ। ଆମେ ଗ୍ରହଣ କରୁଛୁ ନାହିଁ ଏ ଋଷିମାନଙ୍କୁ ଦେଖ, ଋଷିମାନେ ଶୁଣିଲେ, ଋଷିମାନେ କୋଉଠୁ ଶୁଣିଲେ? ଇଏ ପୃଷ୍ଠରେ ମଣିଷ ଜନ୍ମ, ମନୁଷ୍ୟ ବୋଲି ଗୋଟେ ଜନ୍ମ ପ୍ରଥମେ 1.5 ଇଞ୍ଚରେ ହେଇଥିଲା। ଏଇ 1.5 ଇଞ୍ଚିଆ ମଣିଷ ଗୁଡ଼ିକ
ଏଇ ପୃଥିବୀରେ ସମଭଳିଆ ଭଳିଆ ସାଲୁ ସାଲୁ ହେଉଥିଲେ କି କ'ଣ? ତାଙ୍କ ଭିତରେ ସାଧୁ ଥିଲେ, ସନ୍ଥ ଥିଲେ, ସବୁ ଥିଲେ। କିନ୍ତୁ ଆସିଲା ଗୋଟେ ମହାପ୍ରଳୟ, ସମସ୍ତ ଜୀବଜଗତକୁ ସେ ପ୍ରଳୟ କରିଦେଲା। ତାପରେ କିଏ କହୁଛି ପଶୁ ବାନର ଆକୃତି, କିଏ କହୁଛି କ'ଣ, କେତେ ପ୍ରକାର ଆସିଲା। କିନ୍ତୁ କଥା ହେଉଛି ମାନବୀୟ ସମ୍ବିଧାନ ବେଦରେ ଯାହା ଅଛି ରାମାୟଣରେ ସେୟା, ଭାଗବତରେ ବି ସେୟା ଅଛି। ବେଦ ସିଏ ଗୋଟେ ଓଜସ୍ୱୀ ଶବ୍ଦରେ ଗୋଟେ ଭାଷା ଦେଇ ଗୋଟେ ସୁନ୍ଦର ଶବ୍ଦରେ ସୁସଜ୍ଜିତ କରି ଗୋଟେ ମାନବୀୟ ସମ୍ବିଧାନକୁ ସେ ଲେଖିଲେ। କିନ୍ତୁ ଯେତେବେଳେ ତାପରକୁ ଯେଉଁ ଶାସ୍ତ୍ର ଲେଖା ହେଲା ସେଇ କଥାଟାକୁ ସେ ଆଉ ଗୋଟେ ପ୍ରକାର ଲେଖିଲେ। ତାପରେ ଯେ ସୃଷ୍ଟି ହେଲା ସେ ସେଇ କଥାଟାକୁ ଆଉ ଗୋଟେ ବାକ୍ୟରେ ଲେଖିଲେ। ଆପଣମାନେ ଦେଖିବେ ଆମ ଭାରତବର୍ଷ କାହିଁକି ସାରା ପୃଥିବୀରେ ସେ ଅମୁକ କବି ଲେଖିଲେ, ମାନେ କହନ୍ତୁ ଉପେନ୍ଦ୍ର ଆମ ଓଡ଼ିଆ କଥା ଉପେନ୍ଦ୍ର ଭଞ୍ଜ ଲେଖିଲେ, ଅଭିମନ୍ୟୁ ଲେଖିଲେ, ଦୀନକୃଷ୍ଣ ଲେଖିଲେ, ଗୋପାଳକୃଷ୍ଣ ଲେଖିଲେ, ସବୁ ଜାଗା ଲେଖିଗଲେ। ସେଇ କୃଷ୍ଣଙ୍କ ପ୍ରସଙ୍ଗ ଲେଖିଲେ, ତାଙ୍କ ଶବ୍ଦ ଅଲଗା, ଆଙ୍କ ଶବ୍ଦ ଅଲଗା, ତାଙ୍କ ଭାବ ତାଙ୍କ ପାଟରେ, ଆଙ୍କ ପାଟରେ ଆଙ୍କ ପାଟରେ। ପୃଥିବୀରେ କେହି କେବେ ସମାନ ହେଇପାରିବେ ନାହିଁ। ତେଣୁ 5ଟି ଆଙ୍ଗୁଠିର ତତ୍ତ୍ୱକୁ ଯଦି ବୁଝିବେ, ଏଇ ଲୋକଟା, ଏଇ ବୁଢ଼ା ଆଙ୍ଗୁଠିଟି ହେଉଛି ଏକ ପଛୁଆ ବର୍ଗର ଲୋକଟି। ସେ ଖାଇ ପିଇ ସମସ୍ତଙ୍କ ଠାରୁ ମୋଟା ସୋଟା ହେଇକି ରହିଛି ଆଉ, କିନ୍ତୁ ତାକୁ କେହି ପଚାରୁନାହାନ୍ତି। କିନ୍ତୁ ଏଇ ଆଙ୍ଗୁଠିଟି ପାଇଁ ଏକଲବ୍ୟଙ୍କର ଏଇ ଆଙ୍ଗୁଠିଟାକୁ ଗୁରୁ ଦ୍ରୋଣାଚାର୍ଯ୍ୟ ନେଇଯିବା ପରେ ସେ ସରସନ୍ଧାନ କରିପାରିଲେ ନାହିଁ। ଆଉ ଏଇ ପଛୁଆ ବର୍ଗର ମଣିଷକୁ ଉଦ୍ଧାର କରିବା ପାଇଁ ଯିଏ ଆସନ୍ତି ସିଏ ହିଁ ଆମର ପତିତ ପାବନ। ଗୁରୁମାନେ ହିଁ ପ୍ରକୃତ ପତିତ ପାବନ। ଶ୍ରୀମନ୍ଦିରରେ ଯେଉଁ ପତିତ ପାବନ ଅଛନ୍ତି ସିଏ ଗୋଟେ ତାର ଗୋଟେ ଇତିହାସ ଅଛି, କିନ୍ତୁ ପତିତ ପାବନ ତତ୍ତ୍ୱ ଯୁଗ ଯୁଗ ଧରିକି ଅଛି। ଏଇ ହେଉଛନ୍ତି ପତିତ ପାବନ। ପତିତ ମାନଙ୍କୁ ଉଦ୍ଧାରିବା ପାଇଁ ଉଡ଼ାଉ ଅଛ ପତାକା। ଏଇ ଯେଉଁ 4ଟି ଆଙ୍ଗୁଠିରେ ଦେଖୁଛନ୍ତି, ଇଏ ଗୋଟିଏ ହେଉଛନ୍ତି ବିଦୁର ହେଇପାରନ୍ତି, ସୁଦାମା ହେଇପାରନ୍ତି, ଅତି ଗରିବ, ଅତି ପୁଅର, ଦିଓଳା ଭାତ ବି ସେ ପାଏନି। ଏ ଲୋକଟି ରହିଛି ଆଉ କ'ଣ, ତା ଚୁପଚାପ ରହିଛି ଆଉ। ଗୋଟିଏ ଅଛି ଆ ଭିତରେ, ଧରନ୍ତୁ ଗୋଟେ କୃଷକ, ଗୋଟେ ଶିଳ୍ପପତି, ଗୋଟେ ବ୍ୟବସାୟୀ, ଏମିତି ମିଶି 5ଟା ଆଉ ପଞ୍ଚ ପରମେଶ୍ୱର। ଆଉ ପଞ୍ଚ ପରମେଶ୍ୱର ତ ଏଇ ଆଉ, ପଞ୍ଚ ପରମେଶ୍ୱର ହେଉଛନ୍ତି ପଞ୍ଚ ମହାଭୂତ, ପଞ୍ଚତତ୍ତ୍ୱ, ଏଇସବୁ କଥା। ଏ କଥା କହିବାକୁ କାହିଁକି ଏତେ ଗୁଡ଼ା କଥା କହିବା ଦରକାର ନାହିଁ। କେବଳ ଏତିକି ଖାଲି କହିବାକୁ ମୁଁ ଚାହେଁ, ସତ୍ସଙ୍ଗଟା କେଉଁଠି ଅଛି? କେଉଁ ଘର ଭିତରେ ନାହିଁ, ନା କେଉଁ ମଠ ଭିତରେ ନାହିଁ, ନା କେଉଁ ମନ୍ଦିର ଭିତରେ ନାହିଁ। ଇଏ ସବ ଗାଲୁଆମି ପରବର୍ତ୍ତୀ ସମୟରେ ଏହା ସବୁ ଗୋଟେ ଡେକୋରେସନ୍। ଶିଶୁ ଅନନ୍ତ ଆଶ୍ରମ ଅରିଲ, ଇଏ ଗୋଟେ ଡେକୋରେସନ୍। ସେ ଅମୁକ ପଣ୍ଡିଚେରୀ ଆଶ୍ରମ, ସେ ଗୋଟେ ଡେକୋରେସନ୍। ଏଇ ଡେକୋରେସନ୍କୁ ଦେଖିବା ପାଇଁ ଲୋକ ଯାଆନ୍ତି।
ଦେଖୁ ବସନ୍ତି, କ'ଣ ଗୋଟେ ଶୁଣନ୍ତି, ତାକୁ କାମରେ ପକାନ୍ତି। ଏସବୁ କଥା ନହେଲେ ବି ଚଳିବ। ପୂର୍ବ କାଳରେ ପାହାଡ଼ ପର୍ବତ ଗୁମ୍ଫାରେ ଯେଉଁମାନେ ଇଏ କରୁଥିଲେ ତପସ୍ୟା, ତାଙ୍କ ପାଖରେ କି ଡେକୋରେସନ୍ ଥିଲା। କିନ୍ତୁ ପ୍ରକୃତରେ ମଣିଷର ଜୀବନ, ଆମେ ପଶୁ ପକ୍ଷୀ ସମସ୍ତଙ୍କ ଜୀବନ କଥା କହିବା, କିନ୍ତୁ ଆମେ ମଣିଷ କଥା କହିବା। ଏଇ ଯେଉଁ ସୁନ୍ଦର ମନ୍ଦିରଟିଏ ତୈରି ହେଇଛି, ସେଇଟାକୁ ଆଗେ ବୁଝିଲେନି କି ଆମେ। ଏଠି 11 ଜଣ ହେଉଛନ୍ତି ସେବକ, କିନ୍ତୁ ଆମେ ଜଗନ୍ନାଥଙ୍କର କେତେ ନିଯୋଗ, 36 ନିଯୋଗ। ଚଟକି ଆମେ ମୁଖସ୍ଥ କରୁଛୁ। ତମର କେତେ ଜଣ ନିଯୋଗ ସେ କଥାରେ ବୁଝି ନାହିଁ। ଆମେ ଯେ ଗୋଟିଏ ମନ୍ଦିର, ଏ ମନ୍ଦିରର ଠାକୁର କିଏ ତାଙ୍କୁ ଦେଖିଛ କି? ଏଇ ମନ୍ଦିରର ଠାକୁର, ପ୍ରଥମ ଠାକୁର ପିତାମାତା, ଗୁରୁଜନ, ଏଇମାନେ ତ ହେଲେ ଠାକୁର। ଏବଂ ଯେଉଁ ଠାକୁରଟି ଆମ ଭିତରେ ଅଛନ୍ତି ତାଙ୍କୁ ଆମେ ଜମା ଦେଖିପାରୁନୁ, ଶୁଣୁଛୁ ଅଛନ୍ତି, କିନ୍ତୁ ସେଇ ତାକୁ ଟିକେ ଅନୁଭବ କରୁଛୁ ନାକର 2 ବୁଡ଼ାରେ ନିଶ୍ୱାସ ରୂପରେ। ନିଶ୍ୱାସ ହେଉଛନ୍ତି ଠାକୁରଙ୍କର ପ୍ରକୃତ ଅବତାର। ଏବଂ ସେଇ ନିଶ୍ୱାସର ପରିଚାଳକ ଯିଏ, ସେ ହେଉଛନ୍ତି ସୂକ୍ଷ୍ମ ଜ୍ୟୋତି, ଅତି ସୁନ୍ଦର ଜ୍ୟୋତି। ଏଇଭଳି ଭାବରେ କହିବାକୁ ଚାହେଁ, ଯେଉଁମାନେ ମୋ କଥାକୁ ଆଜି ସନ୍ଧ୍ୟାରେ ଶୁଣିବେ, ଏଇ ବର୍ତ୍ତମାନ ଗୋଟିଏ ମା, ସେ ମୋର ଶିଷ୍ୟା ନୁହେଁ, ଢେଙ୍କାନାଳରୁ ସେ ଆସିଛି। ସେ 2-3 ବର୍ଷ ଧରିକିରି କାନ୍ଦୁଛି, ତା ପୁଅମାନଙ୍କୁ ଖୋସାମତ କରୁଛି, ମୋତେ ଟିକେ ଏଇ ବାବାଙ୍କ ପାଖକୁ ନେଇ ଚାଲ। ସେ ତ ବାବାଙ୍କୁ ଜାଣିନାହାନ୍ତି କି ମଠକୁ ଜାଣିନାହାନ୍ତି। କି କଥା, ମାନେ ସେ ମାଆକୁ ଭୁଲେଇ ଶେଷରେ ତାଙ୍କର ଗୋଟେ ପୁଅ ସ୍ଥିର କଲା ଯେ ଆଜି ମାଆଙ୍କୁ ନେଇକିରି ଯିବି। କହିଲା, ବୋଉ ଆସ, ଗାଡ଼ିରେ ବସ, ଯିବା, ଟିକେ ବୁଲାବୁଲି କରିବା। କୁଆଡ଼କୁ ଯିବା? କୁଆଡ଼କୁ ଯିବା କୁଆଡ଼କୁ ଯିବା? ସେ କ'ଣ ଗୁଗୁଲ ନା କ'ଣ ମାରି ଦେଉଛନ୍ତି, ସବୁ ବଳିଆଙ୍କ ଆଶ୍ରମ। ଯାଉ ଆସି ପହଞ୍ଚିଲେ 3ଟା ବେଳେ। ସେ ମାଆର ଆଖିର ଲୁହ ମୁଁ ଦେଖୁଛି। କ'ଣ ମା କହିବୁ? ନା, ମୋର କିଛି ମାଗିବାର ନାହିଁ। ମୋର ମାଗିବାର ଥିଲା ଟିକେ ଆପଣଙ୍କୁ ଦେଖିବି। ତାଙ୍କ ପିଲାମାନେ ସବୁ ଖୁସି ହେଲେ ମାଆଙ୍କର ଇଚ୍ଛାକୁ ଆମେ ପୂର୍ଣ୍ଣ କଲୁ। ପୁଣି ଆଉ ଥରେ ରାତିରେ ଆସି ରହିବୁ। ସେ ମାଆଟି କ'ଣ ଏ ଯେଉଁ ଆମର ଏଇ ଯେଉଁ ଲାଇଫ୍ଟା ହେଉଛି, ଏଇଆକୁ ସେ ସବୁଦିନେ ଶୁଣେ। ଯେଉଁଦିନ ନ ଶୁଣେ ସେଦିନ ଉପାସ ରହେ। ଆଉ ଏଇ ଯେଉଁ ଶ୍ରଦ୍ଧା, ଏଇ ହେଉଛି ପୂଜା। ଏଇ ଶ୍ରଦ୍ଧା ହିଁ ହେଉଛି ପୂଜା। ଆଉ ମୁଁ ରସଗୋଲା ଭୋଗ କଲି, ତାକୁ ଟକେ ପାଟିରେ ପକେଇଦେଲି, ଆଉ ଟିକେ ସେଗୁଡ଼ାକ ସବୁ ପରବର୍ତ୍ତୀ ସମୟର କଥା। ଶ୍ରଦ୍ଧାକୁ ଆମେ ତିଆରି କରିନୁ। ରସଗୋଲା ଆମେ ତିଆରି କରିଛୁ, ଆପଲ ଆମେ ଗଛ ଲଗେଇ ଫଳେଇଛୁ, କିନ୍ତୁ ଶ୍ରଦ୍ଧାକୁ ଆମେ ତିଆରି କରୁ। ଶ୍ରଦ୍ଧା ବାନ୍ ଲଭଟେ ଜ୍ଞାନ। ଏ ଯେଉଁ 11 ଜଣ ପୂଜାରୀ ଆମ ଭିତରେ ସେବା କରୁଛନ୍ତି, ଆମ ଜୀବନ
ମନ୍ଦିର ଆତ୍ମଶକ୍ତି ନିଶ୍ୱାସ ଇତ୍ୟାଦି କି ସେବା କରୁଛନ୍ତି। ସେ ହେଉଛନ୍ତି 11 ଜଣ ସେବକ, ଯାହାକୁ ଏକାଦଶ ଇନ୍ଦ୍ରିୟ ବୋଲି କୁହାଯାଉଛି। 5ଟି ଭୂତ ଜଳ ଅଗ୍ନି ବାୟୁ ଏଇସବୁ ନେଇକି ଗୋଟେ 5ଟି ଭୂତ ଏ ମନ୍ଦିରକୁ ତାରି ଉପରେ ମନ୍ଦିର ଠିଆ ହେଇଛି ଆଉ କନଷ୍ଟ୍ରକ୍ସନ୍। ଆଉ ଯଦି ଆମ ଭିତରେ ସତ୍ସଙ୍ଗ ନ ରହିଲା, ଇଏ ହାତ ଟଙ୍କା ଦାନ କରିବ, ଆଉ ଗୋଟେ ହାତ ସେ କାହାକୁ ବିଧା ମାରିବ, ତାହେଲେ ସତ୍ସଙ୍ଗ କେମିତି ହେବ? ଇଏ ଗୋଡ଼ଟି ଜଣକୁ ଆଡ଼େ ଗୋଇଠା ମାରୁଛି, ଆଉ ଜଣକୁ ବିଷ୍ଣୁ କରିବ, ତାହେଲେ ସତ୍ସଙ୍ଗ କେମିତି ହେଲା? ମୁଁ ସତ୍ସଙ୍ଗରେ ବସିଛି, ମୋର ମନେ ପଡ଼ୁଛି ମୁଁ ସତ୍ସଙ୍ଗରେ ବସିଛି, କେତେବେଳେ ସରିବ ଗଲେ ଭାକୁର ମାଛ ଝୋଳ ଖାଇବି, ସତ୍ସଙ୍ଗ କେମିତି ହେବ? ତେଣୁ ପୁଣ୍ୟାମ୍ଭୋଧି ବିଗତିନି ବିଗତିତଂ ସତସଙ୍ଗ ମୂଲୋତ୍ତମ ସଦା ପଲ୍ଲବିନୀ ବିରକ୍ତି କରିକା ପ୍ରେମ ପ୍ରସନ୍ନ। ପରସ୍ପରକୁ ପରସ୍ପର ଭଲ ପାଅ ଏବଂ ସେବା ହେଉଛି ପ୍ରକୃତ ଯଜ୍ଞ, ସେବା ହେଉଛି ଯଜ୍ଞ। ସେଥିପାଇଁ କୁହାଗଲା ତଦବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା। ଆଉ ସଦା ହେଉଛି ପୂଜା। ମଧୁର ବିନୟ ବଚନ, ଇଏ ହେଉଛି ହାତ ଗଣ୍ଠି। ମଧୁର ବିନୟ ବଚନ, ହାତ ଗଣ୍ଠି। ଏଇଭଳି ଭାବରେ ଜୀବନ ସତ୍ସଙ୍ଗ ଚାଲିଛି, ଯେପର୍ଯ୍ୟନ୍ତ ଚାଲିବ ସେ ତାଙ୍କ ଇଚ୍ଛା। ତେବେ ଗୋଟିଏ ନିବେଦନ ଆପଣମାନଙ୍କୁ, ଖରା ଦିନ ଆଉ ଅଳ୍ପ ଦିନ ପରେ ଚାଲିଯିବ, ବର୍ଷା ଋତୁ ଆସୁଛି। ଯେଉଁମାନେ ମୋ କଥା ଶୁଣିବାକୁ ଭଲ ପାଉଛ ବା ଶୁଣୁଛ, ମୁଁ ଜଣେ ପଣ୍ଡିତ କି ବିରାଟ ଲୋକ ସେମିତି ନୁହେଁ। ମୋର ଭିକ୍ଷା ହେଉଛି ଉତ୍ତାପରୁ ରକ୍ଷା ପାଇବା ପାଇଁ, ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିଶ୍ଚିତ ଭାବରେ ଆପଣମାନେ ବୃକ୍ଷରୋପଣରେ ମନ ଦେବେ। 5ଟି ବୃକ୍ଷ ଅନ୍ତତଃ ଜୀବନରେ ସମସ୍ତେ ଲଗାନ୍ତୁ। ଆମେ କହୁଛୁ ବୋଧେ କେହି କରୁନାହାନ୍ତି, ଠକୁଛନ୍ତି। ଏତିକି କଥା କହି ଆଜିର କଥାକୁ ଏଇଠି ବିଶ୍ରାମ ଦେବା ଏବଂ ସମସ୍ତେ ସଂକଳ୍ପ ନେବା ଯେ ଆମେ ବୃକ୍ଷ ଲଗାଇବା। ଆଉ ଯେଉଁ ଯେଉଁ ଏରିଆରେ ରାସ୍ତା ତିଆରି କରି ସରକାର ବା ପ୍ରଶାସନ ଗଛ କାଟୁଛନ୍ତି, ସେଇ ଅଞ୍ଚଳର ପିଲାମାନଙ୍କୁ, ମାଆମାନଙ୍କୁ, ଝିଅମାନଙ୍କୁ ସମସ୍ତଙ୍କୁ ନିବେଦନ କରୁଛି, ସେମାନେ ପ୍ରଥମେ କାମ ବନ୍ଦ କରନ୍ତୁ ଏବଂ କଣ୍ଡିସନ୍ କରନ୍ତୁ ଗଛ କେଉଁଠି ଲଗେଇଲେ, କେତେ ଗଛ ଲାଗିଲା ଆମେ ଦେଖିବୁ, ତାପରେ ଏ ପୁରୁଣା ଗଛକୁ କାଟିବୁ। ଇଏ କଥା ମୁଁ ଆପଣଙ୍କୁ କେବଳ କହୁନି, ଇଏ କଥା ମୁଁ ଭାରତ ସରକାରଙ୍କ ଠାରୁ ଆରମ୍ଭ କରି ଓଡ଼ିଶା ସରକାର ଥରେ ଥରେ ଜଣେଇଛି, ଆଉ ଥରେ ବି ଜଣେଇବି। କଥାଟି ଏଇଠି ରହିଲା। ଜୟ ଜୟ ରାଧା।